ଟିକେ ମନୋରଞ୍ଜନ ପାଲା ଟିକେ ଆପଣ ଚା ଟିକେ ପିଇ ଦିଅନ୍ତୁ ଦରକାର ମୁଁ ଖାଲି ପଦିଏ ଗାଉଛି ସେ ଭିତରେ ଟିକେ ଚା ଟିକେ ପିଇ ଦିଅନ୍ତୁ ବିଶ୍ରାମ ବି ମିଳିବ ଖାଲି ଗୋଟିଏ ମିନିଟ୍ ଆଜ୍ଞା ସାରିବା ଚଉଦ ଭୁବନ ହ୍ୟାଲୋ ହ୍ୟାଲୋ জগবন্ধু পারি করে नहीं आई পণ্ডিত প্রবর যাহা যাহা নাই অমুনাজি হেব কারবার যেত সময় তো ঘনেই অনেই চারিপদ কথা পুଣି রহিগলা প্রাণী
ମାଇକ୍ରୋନ୍ ସାର୍ ସାର୍ ବର୍ତ୍ତମାନ ସାଂସ୍କୃତିକ ପ୍ରଗତି ଟ୍ରଷ୍ଟ ତରଫରୁ ଗାୟକ ରାଜହଂସ ଶ୍ରୀଯୁକ୍ତ ରମାକାନ୍ତ ପାତ୍ରଙ୍କୁ ଆମେ ସମ୍ବର୍ଦ୍ଧନା ଜ୍ଞାପନ କରୁଛୁ। ପ୍ରାପ୍ତେଷୁ ଗାୟକ ରାଜହଂସ ରମାକାନ୍ତ ପାତ୍ର ସାଖିନ ପୋଷ୍ଟ ପୋଟଳ ସଂକେତ କେନ୍ଦୁଝର ସମ୍ମାନନୀୟସୁ ପାଲା ପରିବେଷଣର ଅଫୁରନ୍ତ ପ୍ରତିଭା ସନ୍ଦର୍ଶନରେ ଅଜସ୍ର ନୟନରେ ଆଜି ବିସ୍ମୟର ପ୍ରଶ୍ନବାଚୀ ସ୍ୱର ତାଳ ଲୟର ଅପୂର୍ବ ସମାବେଶ ଏବଂ ସଙ୍ଗୀତର ଅମୀୟ ମୂର୍ଚ୍ଛନାରେ ପ୍ରସାଣିତ ଆପଣଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ରସ ରୀତି ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟ ଅଳଙ୍କାରର ସଫଳ ପ୍ରୟୋଗରେ ଆପଣ ଅନତିକ୍ରମଣୀୟ ଚତୁର। ଆପଣଙ୍କ ଗାୟନ ଓ ବୟାନ ଶୈଳୀର ସ୍ଥିତିକୁ ଚମତ୍କାର ଜଟିଳ ସାହିତ୍ୟିକ ତତ୍ତ୍ୱଗୁଡ଼ିକର ସରଳ ସାବଲୀଳ ତର୍ଜମା ଆପଣଙ୍କର ଗଭୀର ଅନୁଶୀଳନ ଓ ଅବଗାହନର ସୂଚନା ପ୍ରଦାନକାରୀ। ଆପଣଙ୍କ ଏତାଦୃଶ ବଳିଷ୍ଠ ପ୍ରତିଭାକୁ ସ୍ୱାଗତ ଜଣାଇ ଆଜିର ଏହି ଶୁଭ ଅବସରରେ ଦୀର୍ଘ ନିରାମୟ ଜୀବନର କାମନା ସହିତ ଉତ୍ତରୋତ୍ତର ଉନ୍ନତି ବିଧାନର ସଦିଚ୍ଛା ନେଇ ମା ତାରିଣୀଙ୍କ ଚରଣ କମଳରେ ପ୍ରଣତି ଜ୍ଞାପନ କରୁଛୁ। ଅବଧୀୟ ପ୍ରଜ୍ଞାମୁଗ୍ଧ ସାଂସ୍କୃତିକ ପ୍ରଗତି ଟ୍ରଷ୍ଟର ସଦସ୍ୟବୃନ୍ଦ ସ୍ଥାନ ପିପିଳିଆ ତାରିଖ 1/2/2026। ଶ୍ରୀଯୁକ୍ତ ଶିବଶଙ୍କର ପରିଡ଼ା ତାଳକ କଇଁସି କେନ୍ଦୁଝର ଉଖୁଣ୍ଡା। ଶ୍ରୀଯୁକ୍ତ ଅଭିମନ୍ୟୁ ଜେନା ତାଳକ ବୁଦାପଳସା କେନ୍ଦୁଝର। ଆଜ୍ଞା ଆସନ୍ତୁ ଆପଣ ପଳେଇ ଯାଉଛୁ। ଶ୍ରୀଯୁକ୍ତ ପାଣ୍ଡବ ମହାରଣା ତାଳକ ଅସୁରିଆ ଝୁମ୍ପୁରା କେନ୍ଦୁଝର। ଶ୍ରୀଯୁକ୍ତ ଲୋଚନ ପାତ୍ର ଗାୟକ ଭଞ୍ଜପୁର କୁରୁମୁଙ୍ଗା କେନ୍ଦୁଝର। ଅନେକ ଦୂରରୁ ସମାଗତ ହୋଇଥିବା ଆମର ଅତିଥି ଡକ୍ଟର ଧର୍ମାନନ୍ଦ ପୃଷ୍ଟି ସେ ଜଣେ ପ୍ରଖ୍ୟାତ କଳାକାର। ଆମେ ତାଙ୍କୁ ଟ୍ରଷ୍ଟ ତରଫରୁ ଆଜି ଗାୟକ କଳାନିଧି ଉପାଧିରେ ଅଳଙ୍କୃତ କରିଛୁ ଏବଂ ସେ ମହାଶୟ ଗୋଟାଏ କଲେଜର ଅଧ୍ୟକ୍ଷ ଥିଲେ ଅବସର ନେଇଛନ୍ତି। ସେ ଜଣେ ବିଶିଷ୍ଟ ଶିକ୍ଷାବିତ। ତାଙ୍କ ମୁଖରୁ ଆମେ ଦୁଇ ପଦ ଶୁଣିବା ପାଇଁ ଇଚ୍ଛା କରୁଛୁ। ଆମକୁ ଦୁଇ ପଦ ଶୁଣାଇ ଧନ୍ୟ କରାଇବେ ଏବଂ ପାତ୍ର ମହାଶୟ ତାଙ୍କର ପାଲା ଚାଲୁ ରଖିବେ। ଧନ୍ୟବାଦ ଆଜି ଡକ୍ଟର ଧୀର ମହାନ୍ତିଙ୍କର ଗୌରବୋତ୍ତମ ଜନ୍ମ ମହାମହୋତ୍ସବ ଏବଂ ୟା ଭିତରେ ଏହି ଜୟନ୍ତୀ ସମାରୋହର ମହାମହୋତ୍ସବ ସହିତ ଆମର ସାଂସ୍କୃତିକ ପ୍ରଗତି ଟ୍ରଷ୍ଟର ତ୍ରୟୋଦଶ ବାର୍ଷିକୀ ଅଧିବେଶନ ମଧ୍ୟ ସମାହିତ ହେଉଛି। ଯାହା ହେଉ କେନ୍ଦୁଝର ମାଟିରେ ये जो माँ माटी आज सांस्कृतिक परिषद ट्रस्ट नुहे एठी वास्तव देखिली जो मैंने सब बसी से कहते जे ये केन्दुझर हूँ एक पछुआ वर्गर जिला एठी आमे एक कथा कहबा जाऊछु किंतु मु ताको एठी बात करूछि जे एक कथा से कहबे कारण मैं देखिली जे एठी शिक्षाविद वैज्ञानिक विज्ञानी एडवोकेट विचारपति ज्योतिष शास्त्रज्ञ गणितज्ञ तार सहित जिते सब कवि एवं आम सहित अच्छा जो मैंने जहाँ को मुह देखिले वास्तविक एमाने साहित्य एवं संस्कृति परंपरा मनस्थ व्यक्ति समाजसेवी एते गुड़िक एकाधार समन्वय मुझे बहुत अनुष्ठान केवल अनुष्ठान साहित्य अनुष्ठान बहुत
କରିଛି। ତେବେ ଏ କ୍ଷେତ୍ରରେ ଗୋଟିଏ କଥା ଆମେ ପୂଜ୍ୟପାଦ ନିକଟରେ କହି ଡକ୍ଟର ଧୀରେନ୍ଦ୍ର ମହାନ୍ତି ସେ ଖାଲି ଏଇଠି ନୁହନ୍ତି, ଆପଣ ଆଉ ଗୋଟିଏ ପରିଚୟ ତାର ଜାଣିନାହାନ୍ତି ଯାହାକି ଆମେ ଆଠଟା କରୁ ଆମର ଠିକ ଅଛି ଶ୍ରୀ ନୀଳାଚଳ ନିକଟକର ପାଲାଗାୟକ ପରିଷଦ ଓଡ଼ିଶାର ସେ ଉପସଭାପତି ଅଛନ୍ତି। ଆପଣ କର୍ତ୍ତା ନେଇ ଏଇ ପଦ ଏଇଟା ଗୋଟେ ଆପଣ ଜାଣିନଥିଲେ କି? ଆଉ ଅନ୍ୟ ଏଠି ତାଙ୍କର ବିଶେଷଣ ଆପଣ ରହିପାରିବେ ଏ ଜିନିଷ କାହିଁକି କିଛି କହୁନାହାନ୍ତି। ସେ ଆମମାନଙ୍କ ଭିତରେ ଆଗ ଦାବିରେ ଯୋଉ 3 ଜଣ ଅଛନ୍ତି ଉପସଭାପତି ତା ଭିତରେ ସେ ହଉଛନ୍ତି ବରିଷ୍ଠ ସଭାପତି ରାଜ୍ୟ ଓଡ଼ିଶାର, ତାଙ୍କ ତଳେ ହଉଛନ୍ତି ଡକ୍ଟର ଧୀରେନ୍ଦ୍ର ମହାନ୍ତି। ତେଣୁ ତାଙ୍କୁ ମୁଁ ତାଙ୍କର ଆସୁ ତାଙ୍କର ଆୟୁ କାମନା କରୁଛି ସବୁଥିରେ ଜଣେ ସହକର୍ମୀର ସହଯୋଗ ମଧ୍ୟରେ ମଣିଷ ଆଗକୁ ଯାଇପାରିବେ। ଏ କଥା ସତ କଥା। ପାଲା କଳାକାର ହୁଅନ୍ତୁ, ସମାଜସେବୀ ହୁଅନ୍ତୁ, ଯଦି ପଛପଟୁ ଟିକେ ଘଣ୍ଟି ମୋଡ଼ି ଦିଆଯିବ ତାହେଲେ ଆପଣ ସମାଜ ସେବା ଠପ, ପାଲା ସବ, ଅଧ୍ୟାପନା ଠପ ସବୁ ଠପ। କଳାକାର ଆଜି ମୃଦଙ୍ଗ ବାଡ଼ଉଛନ୍ତି, ଆଜି ସେ ପାଲା ଗାଉଛନ୍ତି ଦେଖୁଛନ୍ତି, ତାଙ୍କ ପଛରେ ସହକର୍ମୀଙ୍କର ଐକାନ୍ତିକ ହାତ ଅଛି। ଯଦି ସେମିତି କିଛି ଈଶ୍ୱରଙ୍କ ଆଶୀର୍ବାଦ ତାଙ୍କ ପାଖରେ ନଥାନ୍ତା ଇଏ ଏତେ ବାଟ ଆସିପାରିବେ। ବୁଝିଲି ବାବାଙ୍କର ମୋର ଗୁରୁ ଭାଇ ଯିଏକି ହେଉଛନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାର ପ୍ରାପ୍ତ ଆଶୁ କବି ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉତ ଜଣେ ଆଶୁ କବି ଖାଲି ନୁହନ୍ତି, ସେ ମୋର ପ୍ରେରଣାଦାୟୀ ଆମର ପିତା। ତାଙ୍କର ସବୁ ଝଲକ আমি ଟିକେ ତାଙ୍କ ପୂର୍ବରୁ ଶିଖିଛୁ। ମୁଁ ଦେଖିଲି ଗୋଟି ଗୋଟି କରି ଛାପ ତାଙ୍କ ପାଖରେ ମୋ ଭାଇ ପାଖରେ ଅଛି। ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ, ସେ ଆଗକୁ ଯାଆନ୍ତୁ ସଠିକ ଭାବରେ ସେ ପରିବେଷଣ କରି ଖୁସି ହଉଥିଲି। ରେକର୍ଡିଂ ମଧ୍ୟ କରିଛି। ଆଉ ଆପଣମାନେ ଯଦି ଜାଣିଥାନ୍ତି ତାହେଲେ ୟୁଟ୍ୟୁବରେ ନିଶ୍ଚିତ ଛାଡ଼ିଲେ କେବେ ହେଲେ ବନ୍ଦ କରିବେ ନା, ଏଇଟା ନିଶ୍ଚିତ ଭାବେ ଆମ ଭବିଷ୍ୟତ ଆଗରେ ହବ। ଏଇଠି ବେଶୀ ବାଟ ମୁଁ ଯାଉନି କାହିଁକି ନା ପାଲା ହଉଛି ବିପଦ ଆମେ ସମସ୍ତେ ଦେଖିବା ପାଇଁ ଅଛୁ। ଏତିକି ମୁଁ ମନେ କରୁଛି। ଆଉ ଥରେ ଡକ୍ଟର ମହାନ୍ତିଙ୍କର ଦେଖନ୍ତୁ ଆମ ଜୀବନ କାମନା କରୁଛି, ସୁସ୍ଥ ସେ ରୁହନ୍ତୁ, ନିରୋଗ ରୁହନ୍ତୁ ଏବଂ ବହୁଦିନ ପର୍ଯ୍ୟନ୍ତ ଆମକୁ କେମିତି ସାହାଯ୍ୟ ସେ